ଯେତେବେଳକୁ ମାଆ ପଚାରିଲେ କାହିଁକି ମୋ ପୁଅକୁ ନେଉଛ, ତାକୁ ଠେଲାପେଲା କରିବା ସହିତ ଖରାପ ଭାଷାରେ ଗାଲିଗୁଲଜ କଲେ ଏବଂ ଗାଡ଼ିରେ ନେଇକି ମୋତେ ଠେଲିପେଲି ନେଇକି ବସେଇଲେ। ରାସ୍ତାରେ ଆଜ୍ଞା ମୋତେ ନିର୍ଧୁମ ମାନେ ମୁହଁକୁ ଏଇସବୁ ଜାଗାକୁ ସବୁ ମାରପିଟ କଲେ ଶିବଚରଣ ବେହେରା ଏବଂ ଥାନାକୁ ନେଇକି ଯେଉଁ ଆଇଆଇସିଙ୍କ ଚାମ୍ବର ରହିଲା ସେଠି ନେଇକି ମୋତେ ଟାଣା ଘୁଷାରା କରିକି ଆଜ୍ଞା ଛାତି ଉପରୁ ଚଢ଼ି ଯାଇ ଆଜ୍ଞା ଟୋଟାଲି ମାନେ ବହୁତ ମାନେ ଇଏ ଟୋଟାଲି ଇଏ ଜାଗାକୁ ଇଏ ମାରପିଟ କରିଛନ୍ତି। ମାନେ ମୁଁ ଏବେ ବହୁତ ଅସୁସ୍ଥ ଅଛି ଆଜ୍ଞା, ମୋତେ ନ୍ୟାୟ ଦରକାର। ଶିବଚରଣ ବେହେରା ମାନେ ଏତେ ଖରାପ ଲାଙ୍ଗୁଏଜରେ ମାନେ କହୁଛନ୍ତି, ମାନେ ବହୁତ ଖରାପ ଲାଗୁଛି ଆଜ୍ଞା। ଗୋଟେ ଆଇଆଇସି ଯେ ନ୍ୟାୟ ମାନେ ଲୋକ ଯଦି କିଛି ଅସୁବିଧା ହେଲା ଆଜ୍ଞା ଯିବେ କେଉଁଠି? ଥାନାକୁ ଯିବେ। ଥାନାର ଆଇଆଇସି ଯଦି ଏମିତି ଆଜ୍ଞା ବ୍ୟବହାର କରିବେ ସେଥିରେ ଲୋକ ଯିବେ କେଉଁଠି? ସେ ମୋହନ ସରକାରକୁ ମୁଁ ଅନୁରୋଧ କରୁଛି ୟାର ପୁଙ୍ଖାନୁପୁଙ୍ଖନ ତଦନ୍ତ କରି ଆଇଆଇସିକୁ ନିଲମ୍ବନ କରନ୍ତୁ ଏବଂ ମାନେ ଚାକିରିରୁ ବହିଷ୍କାର କରନ୍ତୁ। ଥାନାକୁ ମାନେ କହିଲେ ଆଇଆଇସି ସାର୍ ନିଜେ କହିଛନ୍ତି ଟୋଟାଲି ଯେମିତି ଗ୍ରିଲ୍ ତାଲା ପଡ଼ିବ, ଟୋଟାଲି ଗୋଟେ ପିମ୍ପୁଡ଼ିଟେ ବି ଭିତରକୁ ପଶିପାରିବ ନାହିଁ। ଆଇଆଇସିକୁ ଯେମିତି ଏଠୁ ମାନେ ନିଲମ୍ବିତ କରନ୍ତୁ, ଚାକିରିରୁ ସସ୍ପେଣ୍ଡ କରନ୍ତୁ, ନଚେତ୍ ତାକୁ କୌଣସି ଜାଗାକୁ ବଦଳି କରନ୍ତୁ। ଏଠି ତ ଦୋଷ ତ ନିହାତି ଦେବି ପ୍ରଦୀପ ବଳ, ସାମନ୍ତ, ଟୁଟୁ ବଳକୁ ମୁଁ ମାନେ ତାଙ୍କୁ ହିଁ ଦୋଷ ଦେବି, କାହିଁକି ନା ତାଙ୍କରି ଛାତ୍ରୀ ଛାୟା ତଳେ ରହି ଆଇଆଇସି ଏମିତି କରିଛି ଏବଂ ଡାଇରେକ୍ଟଲି ମୋହନ ମାଝୀକୁ ବି ଏଥିରେ ମୁଁ ଦାୟୀ କରୁଛି। ଆଜ୍ଞା ଆଉ ଗୋଟେ କଥା, ମୋ ଜୀବନ ପ୍ରତି ଏବେ ବିପଦ ଅଛି ଆଜ୍ଞା। ଯଦି ମୋର କିଛି ବି ହୁଏ ଏଥିରେ ଦାୟୀ ରହିବେ ଏସିପି, ଆଇଆଇସି ଏବଂ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏବଂ ରାଜ୍ୟ ସରକାର। ଯେଉଁ 27 ତାରିଖ ଦିନ ଯେଉଁ ଘଟଣା ଘଟିଲା, ମୁଁ ଶୋଇଥିବା ଅବସ୍ଥାରେ ସେ ଆଇଆଇସି ଶିବଚରଣ ବେହେରା ଏବଂ ଆସି ମୋ ଦୁଇଟି ଫୋନ୍ ସହିତ ମୋତେ ଟାଣିକି ନେଲେ ଏବଂ ମୁଁ ପଚାରିଲି ଆଜ୍ଞା ମୋର କ'ଣ ଭୁଲ ଅଛି, କେଉଁଥିପାଇଁ ମୋତେ ନେଉଛନ୍ତି? ସେ କହିଲେ ତୁମେ ଥାନାକୁ ଚାଲ, ଥାନାରେ କଥାବାର୍ତ୍ତା। ଯେତେବେଳକୁ ମାଆ ପଚାରିଲେ କାହିଁକି ମୋ ପୁଅକୁ ନେଉଛ, ତାକୁ ଠେଲାପେଲା କରିବା ସହିତ ଖରାପ ଭାଷାରେ ଗାଲିଗୁଲଜ କଲେ ଏବଂ ଗାଡ଼ିରେ ନେଇକି ମୋତେ ଠେଲିପେଲି ନେଇକି ବସେଇଲେ। ରାସ୍ତାରେ ଆଜ୍ଞା ମୋତେ ନିର୍ଧୁମ ମାନେ ମୁହଁକୁ ଏଇସବୁ ଜାଗାକୁ ସବୁ ମାରପିଟ କଲେ ଶିବଚରଣ ବେହେରା ଏବଂ ଥାନାକୁ ନେଇକି ଯେଉଁ ଆଇଆଇସିଙ୍କ ଚାମ୍ବର ରହିଲା ସେଠି ନେଇକି ମୋତେ ଟାଣା ଘୁଷାରା କରିକି ଆଜ୍ଞା ଛାତି ଉପରୁ ଚଢ଼ି ଯାଇ ଆଜ୍ଞା ଟୋଟାଲି ମାନେ ବହୁତ ମାନେ ଇଏ ଟୋଟାଲି ଇଏ ଜାଗାକୁ ଇଏ ମାରପିଟ କରିଛନ୍ତି। ମାନେ ମୁଁ ଏବେ ବହୁତ ଅସୁସ୍ଥ ଅଛି ଆଜ୍ଞା, ମୋତେ ନ୍ୟାୟ ଦରକାର। ଶିବଚରଣ ବେହେରା ମାନେ ଏତେ ଖରାପ ଲାଙ୍ଗୁଏଜରେ ମାନେ କହୁଛନ୍ତି, ମାନେ ବହୁତ ଖରାପ ଲାଗୁଛି ଆଜ୍ଞା। ଗୋଟେ ଆଇଆଇସି ଯେ ନ୍ୟାୟ ମାନେ ଲୋକ ଯଦି କିଛି ଅସୁବିଧା ହେଲା ଆଜ୍ଞା ଯିବେ କେଉଁଠି? ଥାନାକୁ ଯିବେ। ଥାନାର ଆଇଆଇସି ଯଦି ଏମିତି ଆଜ୍ଞା ବ୍ୟବହାର କରିବେ ସେଥିରେ ଲୋକ ଯିବେ କେଉଁଠି? ସେ ମୋହନ ସରକାରକୁ ମୁଁ ଅନୁରୋଧ କରୁଛି ୟାର ପୁଙ୍ଖାନୁପୁଙ୍ଖନ ତଦନ୍ତ କରି ଆଇଆଇସିକୁ ନିଲମ୍ବନ କରନ୍ତୁ ଏବଂ ମାନେ ଚାକିରିରୁ ବହିଷ୍କାର କରନ୍ତୁ। ମାନେ ମୋତେ ଆଉ ଗୋଟେ କେସ୍ରେ ତାକୁ ଇଏ କରିବା ପାଇଁ ଥିଲେ, ମାନେ ଯେଉଁ 15 ଜଣଙ୍କ ନାଁରେ ଯେଉଁ ଆଲିଗେସନ୍ ଆସିଛି ରେପ୍ କେସ୍, 15 ଜଣ ନା 20 ଜଣ ମୁଁ ତ ଜାଣିନି ଏତେଟା, ସେଇ ମାନେ ଲେଡ଼ିସ୍କୁ ବି ଆଣିଥିଲେ ମାନେ ଇଏ କରିକି ସେ କେସ୍ ବି ମୋ ନାଁରେ ଇଏ କରିବା ପାଇଁ। କିନ୍ତୁ ସେଇଟା ଯେହେତୁ ମାନେ ସମିତି ସଭ୍ୟ ଆମର ଜିଲ୍ଲା ପରିଷଦ ସରପଞ୍ଚ ମ୍ୟାଡ଼ାମ୍ ମା ପହଞ୍ଚି ଯାଇଥିଲେ ଥାନାକୁ, ମାନେ କହିଲେ ଆଇଆଇସି ସାର୍ ନିଜେ କହିଛନ୍ତି ଟୋଟାଲି ଯେମିତି ଗ୍ରିଲ୍ ତାଲା ପଡ଼ିବ, ଟୋଟାଲି ଗୋଟେ ପିମ୍ପୁଡ଼ିଟେ ବି ଭିତରକୁ ପଶିପାରିବ ନାହିଁ କହିଲେ ତାଲା ପକାଇଛନ୍ତି। ଯେତେବେଳକୁ କହିଲେ ଭିତରକୁ ଛାଡ଼ନ୍ତୁ ସେତେବେଳକୁ ଆଜ୍ଞା ସେ କହିଲେ ଷଣ୍ଢ ପଶିଯିବ, ସେଥିପାଇଁ ଆମେ ଗ୍ରିଲ୍ ଖୋଲୁନୁ। ଆଜ୍ଞା ଷଣ୍ଢ ଯଦି ପଶିଯିବ ତାହେଲେ ଥାନା ଖୋଲା ହେଇଛି କାହିଁକି? ଲୋକ କରୁଛନ୍ତି କ'ଣ? ସେ ତ ଗାର୍ଡ଼ ନିହାତି ଗୋଟେ ଗାର୍ଡ଼ ରହିବା ଦରକାର ନା। এই ଜିନିଷଟା ଆଜ୍ଞା ଟିକେ ସରକାରକୁ ମୁଁ ଅନୁରୋଧ କରୁଛି। ଆଜ୍ଞା ମୁଁ ବହୁତ ଅସୁସ୍ଥ ଅଛି, ମୋତେ ଆଜ୍ଞା ନ୍ୟାୟ ଦରକାର। ଆଇଆଇସିକୁ ଯେମିତି ଏଠୁ ମାନେ ନିଲମ୍ବିତ କରନ୍ତୁ, ଚାକିରିରୁ ସସ୍ପେଣ୍ଡ କରନ୍ତୁ, ନଚେତ୍ ତାକୁ କୌଣସି ଜାଗାକୁ ବଦଳି କରନ୍ତୁ। ଏଠି ତ ଦୋଷ ତ ନିହାତି ଦେବି ପ୍ରଦୀପ ବଳ, ସାମନ୍ତ, ଟୁଟୁ ବଳକୁ ମୁଁ ମାନେ ତାଙ୍କୁ ହିଁ ଦୋଷ ଦେବି, କାହିଁକି ନା ତାଙ୍କରି ଛାତ୍ରୀ ଛାୟା ତଳେ ରହି ଆଇଆଇସି ଏମିତି କରିଛି ଏବଂ ଡାଇରେକ୍ଟଲି ମୋହନ ମାଝୀକୁ ବି ଏଥିରେ ମୁଁ ଦାୟୀ କରୁଛି। ଆଜ୍ଞା ସରକାର ଜିତିବାର ଆମର 4 ତାରିଖ କେଉଁ ମାସ? ଜାନୁଆରୀ
ଫେବୃଆରୀ କି ଯେଉଁ 4 ତାରିଖ ଦିନ ରେଜଲ୍ଟ ବାହାରିଲା 6 ତାରିଖ ଦିନ ଆତଙ୍କ ଖେଳେଇଲେ ମାନେ ମାଇନ୍ସ ଅଞ୍ଚଳରେ ଦଙ୍ଗା ସୃଷ୍ଟି କଲେ ଆଜ୍ଞା ବିଜେପିର ଖୋଦ୍ ସବୁ କର୍ମୀ ଆସି ଭଙ୍ଗାରୁଜା କରିବା ସତ୍ତ୍ୱ ଏସ୍ଆର୍ସି କେମେସ୍ର ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତକୁ ଆକ୍ରମଣ କଲେ ତାଙ୍କର ସେଇଠୁ ଆରମ୍ଭ ହେଲା ଆଜ୍ଞା ଦଙ୍ଗା ରଥଯାତ୍ରା ହଉ କେଉଁଠି ମାନେ ପ୍ରତ୍ୟେକ ଗାଁରେ ପ୍ରତ୍ୟେକ ସାହିରେ ପଶିକି ଦଙ୍ଗା କଲେ ମାନେ ମର୍ଡ଼ର କଲେ ଇଏ କଲେ ସେ କଲେ ବହୁତ ଆଜ୍ଞା ଜିତିଛି ଆଜ୍ଞା ଏମିତି ସବୁ ଦଙ୍ଗା କରିବା ପାଇଁ ଏମିତି ସବୁ ଇଏ କରିବା ପାଇଁ ଭୟ ଭିତରେ ଅଛନ୍ତି ସରକାରକୁ ନ୍ୟାୟ ମାଗୁଛୁ ଆଜ୍ଞା ଯଦି ନ୍ୟାୟ ନ ମିଳେ ଆଜ୍ଞା ରାଜରାସ୍ତାକୁ ମୋ ପରିବାର ସମସ୍ତେ ଆଜ୍ଞା ଓହ୍ଲେଇବୁ ଆଜ୍ଞା ଆଉ ଗୋଟେ କଥା ମୋ ଜୀବନ ପ୍ରତି ଏବେ ବିପଦ ଅଛି ଆଜ୍ଞା ଯଦି ମୋର କିଛି ବି ହୁଏ ଏଥିରେ ଦାୟୀ ରହିବେ ଏସିପି ଆଇଆଇସି ଏବଂ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏବଂ ରାଜ୍ୟ ସରକାର